ଏମିତି ବର୍ଷାରେ ଓଦା ହେଇକି କୋଉଠି ଗଲି ଆଉ ଏଇ ଝିଅଟି ଏମିତି କଣ ପାଇଁ ହଉଛି ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖନ୍ତୁ ଦେନ୍ ଜାଣିପାରିବେ। ତ ତ ହ୍ୟାଲୋ ସାଙ୍ଗମାନେ, ଜୟ ଶିବଶମ୍ଭୁ। ତ ଆଜି ମୋ ସହରକୁ ବାହାରି ପଡ଼ିଥିଲା କାରଣ ମୋର କିଛି କାମ ଥିଲା ସେଥିପାଇଁ କି। ତ ଦେଖନ୍ତୁ କେମିତି ବର୍ଷା ଉଠେଇଛି। ତ ତାପରେ ମୁଁ ବସ୍ ଷ୍ଟାଣ୍ଡରେ ଠିଆ ହେଇଥିଲି, ଦେଖିଲା ବେଳକୁ ସତକୁ ସତ ବର୍ଷା ବି ପକେଇଲା ଲାଷ୍ଟର। ତ ତାପରେ କିଛି ସମୟ ଠିଆ ହେଲା ପରେ ବସ୍ ଆସିଲା, ତାପରେ ମୁଁ ବସ୍ରେ ବସିକି ସହର ପଳେଇ ଗଲି। ତ ସହର ଯାଇ ପହଞ୍ଚିଲା ପରେ ମୁଁ ଯାଇଥିଲି ଯେଉଁଠି କାମ ଥିଲା ମୋର ସେଠିକି ପଳେଇ ଯାଇଥିଲି। ତ ତାପରେ ମୁଁ ସେଠୁ ପଳେଇ ଆସିଥିଲି। ତ ପଳେଇ ଆସିଲା ପରେ କମ୍ପ୍ୟୁଟର କ୍ଲାସ୍ ଯାଇଥିଲି କାରଣ ମୋର ପେମେଣ୍ଟ ଦେବାର ଥିଲା। ତ ସେଥିପାଇଁ ପେମେଣ୍ଟ କରି ଘରକୁ ପଳେଇ ଆସିଥିଲି। ତ ତାପରେ ମୁଁ କିଛି ଖାଇ ଦେଇଥିଲି ଆସିକି ଘରେ। ତ ତାପରେ ମୁଁ ଟିକେ ଶୋଇକି ଉଠିଲା ବେଳକୁ ମୋ ଭଉଣୀ ତାର ଡ୍ରଇଂ ବନଉଛି। ତା ଆଇଡି ଟିକେ ଫଲୋ କରିଦିଅନ୍ତୁ। ତ ତାପରେ ସନ୍ଧ୍ୟାବେଳେ ବାହାରି ପଡ଼ିଥିଲି ବାହୁଡ଼ା ଦେଖିତେ ଯିବା ପାଇଁ କି। ତ ମୋର ଯିବାର ଲେଟ୍ ହେଇଗଲାଣି, ସେଥିପାଇଁ କି ଠାକୁରଙ୍କୁ ରଥକୁ ନେଇଗଲାଣି। ତ ତାପରେ ପଛକୁ ବୁଲି ପଡ଼ିଲା ବେଳକୁ ଚକୋଲେଟ୍ ଛଟା ହେଉଥିଲା। ତ ସେଇ ଚକୋଲେଟ୍ ଛଟା ହେଉଛି ବୋଲି ମୋ ସାଙ୍ଗ ତାର ଚକୋଲେଟ୍ ଖୁଣ୍ଟିବାରେ ବ୍ୟସ୍ତ ରହିଛି। ତ ତାପରେ ପଛକୁ ଆସିକି ଦେଖିଲା ତା ଡ୍ରେସ୍ର ଉଡ଼ି ଆଣିଥିଲା। ତ ତାପରେ ମୁଁ ପଳେଇ ଆସିଥିଲି ଘରକୁ। ଯଦି ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍